ଯାହାର ନାମ ହେଲା ଶ୍ରୀମଦ୍ ଭଗବତ ଗୀତାର ଅମୂଲ୍ୟ ଶିକ୍ଷା। ଆଉ ଆଜି ଆମେ ଜାଣିବା ଶ୍ରୀମଦ୍ ଭଗବତ ଗୀତାର ତୃତୀୟ ଅଧ୍ୟାୟରୁ ଆମକୁ କ'ଣ ଶିକ୍ଷା ମିଳିବ। ଏହି ଅଧ୍ୟାୟରୁ ମିଳୁଥିବା ଶିକ୍ଷାକୁ ଆମେ ବହୁତ ସହଜ ଏବଂ ସରଳ ଭାଷାରେ ଆଲୋଚନା କରିବା। ପ୍ରଥମ ଅଧ୍ୟାୟରେ ଆମେ ଦେଖିଥିଲେ ଯେ ଧନୁର୍ଦ୍ଧର ଅର୍ଜୁନ ଯୁଦ୍ଧଭୂମିରେ ଚାରିଆଡ଼େ ନିଜର ସମ୍ପର୍କୀୟମାନଙ୍କୁ ଦେଖି ଯୁଦ୍ଧ କରିବାକୁ ମନା କରିଦେଉଛନ୍ତି ଆଉ ହତାଶ ହୋଇଯାଇ ରଥର ପଛରେ ବସି ପଡ଼ୁଛନ୍ତି। ଆଉ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ବୁଝାଉଛନ୍ତି ଯେ ତୁମର ଧର୍ମ ହିଁ ତୁମକୁ କହୁଛି ଯେ ତୁମେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇ ଯୁଦ୍ଧ କର। ଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦୁଇଟି ମାର୍ଗ ବିଷୟରେ ଶିକ୍ଷା ଦେଉଛନ୍ତି। ପ୍ରଥମ ହେଉଛି ନିଷ୍କାମ କର୍ମ ଯୋଗ ଆଉ ଦ୍ୱିତୀୟରେ ଜ୍ଞାନ ଯୋଗ। ଆପଣମାନେ ଶ୍ରୀମଦ୍ ଭଗବତ ଗୀତାର ତୃତୀୟ ଅଧ୍ୟାୟରେ ହଜିଯିବା ଆଗରୁ ଆପଣମାନଙ୍କୁ ଗୋଟିଏ ନିବେଦନ, ଯଦି ଆପଣ ଚିନ୍ତନ ଟିଭିକୁ ପ୍ରଥମ ଥର ଦେଖୁଛନ୍ତି ତେବେ ନିଶ୍ଚୟ ସବସ୍କ୍ରାଇବ୍ କରିନିଅନ୍ତୁ, କାହିଁକି ନା ଆମେ ଆପଣଙ୍କ ପାଇଁ ଏମିତି ଜ୍ଞାନବର୍ଦ୍ଧକ ଆଉ ପ୍ରେରଣାଦାୟକ ଭିଡ଼ିଓ ନେଇ ଆସୁଛୁ। ବନ୍ଧୁଗଣ, ଶ୍ରୀମଦ୍ ଭଗବତ ଗୀତାର ତୃତୀୟ ଅଧ୍ୟାୟରୁ ଆମେ ଜାଣିବା ଯେ ଏମିତି କେଉଁ ଦୁଇଟି ଜିନିଷ ଅଛି ଯାହାଦ୍ୱାରା ଆପଣ ଦୁନିଆର କିଛି ବି ହାସଲ କରିପାରିବେ। ଏଥିରେ ଆମେ ଏହା ମଧ୍ୟ ଜାଣିବା ଯେ ଆମେ କ'ଣ ଅଟୁ ଆଉ ଆମେ ଆମର ମନକୁ କାବୁରେ ରଖି ଆମର ସବୁ ଖରାପ ଅଭ୍ୟାସକୁ କେମିତି ଛାଡ଼ିପାରିବା ଆଉ ଆମର ଲକ୍ଷ୍ୟକୁ କେମିତି ହାସଲ କରିପାରିବା। ତେବେ ଆସନ୍ତୁ ବିସ୍ତାର ସହିତ ଜାଣିବା ଶ୍ରୀମଦ୍ ଭଗବତ ଗୀତାର ତୃତୀୟ ଅଧ୍ୟାୟରୁ ମିଳୁଥିବା ଶିକ୍ଷା ବିଷୟରେ। ଶ୍ରୀମଦ୍ ଭଗବତ ଗୀତା ଅଧ୍ୟାୟ 3 କର୍ମଯୋଗ। ତୃତୀୟ ଅଧ୍ୟାୟର ଆରମ୍ଭ ହେଉଛି ଯେତେବେଳେ ଅର୍ଜୁନ ନିଜ ଦ୍ୱିବିଧାର ସମାଧାନ କରିବା ପାଇଁ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଅର୍ଜୁନ କହୁଛନ୍ତି, ହେ ଦନାର୍ଦ୍ଦନ, ଯଦି ଆପଣ ବୁଦ୍ଧିକୁ କର୍ମଠାରୁ ଶ୍ରେଷ୍ଠ ମାନୁଛନ୍ତି ତେବେ ଆପଣ ମୋତେ ଏ ଭୀଷଣ ଯୁଦ୍ଧରେ ଭାଗ ନେବା ପାଇଁ କାହିଁକି କହୁଛନ୍ତି? ଆପଣଙ୍କ ଅନେକ ଅର୍ଥ ସୂଚାଉଥିବା ଉପଦେଶ ଦ୍ୱାରା ମୋର ବୁଦ୍ଧି ଭ୍ରମିତ ହୋଇଗଲାଣି। ଆପଣଙ୍କର କଥା ଶୁଣି ଏମିତି ଲାଗୁଛି ଯେମିତି ଜ୍ଞାନ କର୍ମଠାରୁ ଅଧିକ ଉଚିତ ଅଟେ, କିନ୍ତୁ ଆପଣ ତ ମୋତେ ଯୁଦ୍ଧ କରିବା ପାଇଁ କହୁଛନ୍ତି। ତେବେ ଆପଣ ହିଁ କୁହନ୍ତୁ କି ମୁଁ ଜ୍ଞାନର ରାସ୍ତା ଆପଣାଇ ସନ୍ନ୍ୟାସୀ ହୋଇଯିବି ନା କର୍ମର ରାସ୍ତାକୁ ଆପଣାଇ ଯୁଦ୍ଧ କରିବି? କୃପା କରି ମୋତେ ଗୋଟିଏ ମାର୍ଗ ନିଶ୍ଚିତ କରନ୍ତୁ ଯାହା ମୋ ପାଇଁ ସବୁଠାରୁ ଲାଭଦାୟକ ହେବ। ଏସବୁ ଶୁଣି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ଏହି ସଂସାରରେ ମୁଁ ନିଜେ ତୁମକୁ ଦୁଇ ପ୍ରକାରର ଯୋଗ ଶିଖାଇଛି। ଯୋଗର ଅର୍ଥ ହେଲା ଏମିତି ରାସ୍ତା ଯେଉଁଥିରେ ଆମ ଜୀବନକୁ ସଫଳ କରିପାରିବା। ସେଥିରୁ ଗୋଟିଏ ହେଲା ଜ୍ଞାନ ଯୋଗ ଆଉ ଗୋଟିଏ ହେଲା କର୍ମଯୋଗ। ଆଉ ଯଦି ମୁଁ ଦୁଇଟି ଯାକ ରାସ୍ତା କଥା ବିଚାର କରିବି ତେବେ କର୍ମ ତ ତୁମକୁ ଯେମିତି ହେଲେ କରିବାକୁ ପଡ଼ିବ। କର୍ମ ଅନିବାର୍ଯ୍ୟ ଅଟେ। ଶ୍ରୀକୃଷ୍ଣ କହୁଛନ୍ତି, ନ କର୍ମଣା ମନାରମ୍ଭା ନୈଷ୍କ୍ୟମ୍ୟମମ୍ ପୁରୁଷ ଅଶ୍ରୁତେ ନ ଚ ସନ୍ନ୍ୟାସନାଦେବ ସିଦ୍ଧି ସମଧି ଗଚ୍ଛତି। ଅର୍ଥାତ୍ ନା କେହି କେବଳ କର୍ମଠାରୁ ବିମୁଖ ହୋଇ କର୍ମଫଳରୁ ମୁକ୍ତି ପାଇପାରିବ ଆଉ ନା କେବଳ ଶାରୀରିକ ଭାବେ ସନ୍ନ୍ୟାସ ନେଇ ଜ୍ଞାନରେ ସିଦ୍ଧାବସ୍ଥା ପ୍ରାପ୍ତ କରିପାରିବ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଏବେ ତୁମକୁ ଜ୍ଞାନ ଯୋଗ ଭଲ ଲାଗୁ କିମ୍ବା କର୍ମଯୋଗ ଭଲ ଲାଗୁ, ଦୁଇଟି ମାଧ୍ୟମରେ ତୁମକୁ କର୍ମ ତ ଯେମିତି ହେଲେ କରିବାକୁ ପଡ଼ିବ। କିଛି ଲୋକଙ୍କୁ ଲାଗିଥାଏ ଯେ ଆମେ ତ କର୍ମ କରୁନାହୁଁ, ଆମେ ତ ନିଷ୍କର୍ମୀ ହୋଇଗଲୁଣି। କିଛି ଲୋକଙ୍କୁ ଲାଗିଥାଏ ଯେ ଆମେ ତ ଜ୍ଞାନ ଯୋଗର ରାସ୍ତାରେ ଚାଲୁଛୁ, ଆମକୁ ସବୁ ପ୍ରକାର ଜ୍ଞାନ ଜଣାଅଛି। ସେ ଜ୍ଞାନ ଯୋଗ ହେଉ କିମ୍ବା ନିଷ୍କାମ କର୍ମଯୋଗ ହେଉ, ଭଗବାନ ଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ବି ସନ୍ଦେହ କିମ୍ବା ଭ୍ରମ ନ ରହିଯାଉ କି ଜ୍ଞାନ ମାର୍ଗରେ ମଧ୍ୟ ଆପଣଙ୍କୁ କର୍ମ କରିବାକୁ ପଡ଼ିଥାଏ ଆଉ ନିଷ୍କାମ କର୍ମ ମାର୍ଗରେ ମଧ୍ୟ ଆପଣଙ୍କୁ ସେହି କର୍ମ କରିବାକୁ ହିଁ ପଡ଼ିଥାଏ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଯଦି କେହି କହୁଥାଏ ଯେ ମୁଁ ତ ବ୍ରାହ୍ମସ୍ଥି ହୋଇଯାଇଛି ବିନା କର୍ମ କରି ମଧ୍ୟ, ତେବେ ଜାଣି ନିଅନ୍ତୁ ସେ ପ୍ରକୃତରେ କେବଳ ଗର୍ବୀ ଅଟେ ଆଉ ଅହଙ୍କାରୀ ଅଟେ। ସେ ଏ ବିଷୟରେ ମିଛ କହୁଛି। ଭଗବାନ କହୁଛନ୍ତି, କୌଣସି ମନୁଷ୍ୟ ଗୋଟିଏ କ୍ଷଣ ପାଇଁ ମଧ୍ୟ ଅକର୍ମା ରହିପାରିବ ନାହିଁ। ବାସ୍ତବରେ ସମସ୍ତ ପ୍ରାଣୀ ପ୍ରକୃତି ଦ୍ୱାରା ଉତ୍ପନ୍ନ ଗୁଣ ଅନୁସାରେ କର୍ମ କରିବା ପାଇଁ ତତ୍ପର ହୋଇଥାନ୍ତି। ତେଣୁ ହେ ଅର୍ଜୁନ, ତୁମେ ଜଣେ ମନୁଷ୍ୟ ଅଟ। ତୁମେ ଚାହିଁଲେ ମଧ୍ୟ ତୁମ ଶରୀରର କର୍ମକୁ କେବେ ହେଲେ ସମ୍ପୂର୍ଣ୍ଣ ଭାବରେ ଛାଡ଼ିପାରିବ ନାହିଁ। ଉଦାହରଣ ସ୍ୱରୂପ ତୁମକୁ ପ୍ରତି କ୍ଷଣରେ ଶ୍ୱାସକ୍ରିୟା ଚାଲୁ ରଖିବାକୁ ପଡ଼ିବ। ଯଦି ପେଟ ଅଛି ତେବେ ନିଶ୍ଚୟ ଖାଦ୍ୟ ଖାଇବାକୁ ପଡ଼ିବ। ଆଉ ଯଦି ବି ତୁମକୁ ସବୁକୁ କୌଣସି ଶକ୍ତି ଦ୍ୱାରା ଅଟକାଇବାକୁ ମଧ୍ୟ ଚେଷ୍ଟା କର, ତେବେ ଏଥିରେ କ'ଣ ନିଶ୍ଚିତତା ଅଛି ଯେ ତୁମେ ତୁମର ଇଚ୍ଛା ବିଷୟରେ କେବେ ହେଲେ ଭାବିବ ନାହିଁ ବୋଲି? ତେଣୁ ଏଠାରେ କହିବାର ଅର୍ଥ ହେଉଛି ଯେ ତୁମର ଜାଣତରେ କିମ୍ବା ଅଜାଣତରେ କର୍ମ ତ ନିଶ୍ଚୟ ହୋଇଯିବ, କାହିଁକି ନା ତୁମେ ମନୁଷ୍ୟ ଅଟ ଆଉ ତୁମେ ଏମିତିରେ ତ କ୍ଷତ୍ରିୟ ଅଟ ଆଉ ତୁମେ ତୁମ ଧର୍ମ ସହିତ ମଧ୍ୟ ବନ୍ଧା ହୋଇଛ।
ସେଥିପାଇଁ ତୁମର ସନ୍ନ୍ୟାସ ରାସ୍ତା ବଦଳରେ କର୍ମର ରାସ୍ତା ଅଧିକ ଉପଯୁକ୍ତ ଅଟେ। ଅର୍ଥାତ୍ ଜ୍ଞାନ ଯୋଗ ଅପେକ୍ଷା କର୍ମଯୋଗ ତୁମ ପାଇଁ ଉଚିତ ଅଟେ। ସେଥିପାଇଁ ତୁମେ ଏହା ଭାବ ଯେ ଏହି କାମ ତୁମେ କରୁନାହଁ, ବରଂ ପ୍ରକୃତିର ଅଧୀନରେ ରହି ତୁମର ଶରୀର ହିଁ ସବୁକିଛି କରୁଛି। ଫଳର ଇଚ୍ଛା ନ ରଖି ନିଜର କର୍ମଯୋଗ କରିଚାଲ ଅର୍ଜୁନ। କାହିଁକି ନା ତୁମେ ତୁମ ନିଜକୁ ନିଜର କର୍ମର କର୍ତ୍ତା ଯଦି ଭାବିବ ନାହିଁ, ତେବେ ମୁଁ ତୁମର କର୍ତ୍ତା ହେବି। ଆଉ ଯେତେବେଳେ ମୁଁ ତୁମର କର୍ତ୍ତା ହେବି, ତୁମେ ନ ମାଗିଲେ ମଧ୍ୟ ମୁଁ ତୁମକୁ ସେହି ସବୁ ସୁଖ ସୁବିଧା ଆଉ ରାଜ୍ୟ ଦେଇଦେବି ଯାହା ତୁମକୁ ଦରକାର ପଡ଼ିବ। ଆଉ ବିନା ପରିଶ୍ରମରେ ତୁମେ ଯେଉଁ ରାଜ୍ୟ ଏବଂ ସୁଖ ସୁବିଧା ଭୋଗ କରିବ, ସେଥିପାଇଁ ଏ ଦୁନିଆ ତୁମକୁ ଜଣେ ଚୋର ବୋଲି କହିବ। ଆଉ ତୁମେ କେବେ ପରମାତ୍ମା ଅର୍ଥାତ୍ ମୋତେ ପାଇବ ନାହିଁ। ଯେଉଁ ପ୍ରକାର ମହାନ ଲୋକ ଖାଦ୍ୟ ଖାଇବା ପାଇଁ ନୁହେଁ ବରଂ ବଞ୍ଚିବା ପାଇଁ ଖାଇଥାନ୍ତି, ଠିକ୍ ସେହି ପ୍ରକାରେ ତୁମେ ମଧ୍ୟ ପରିଣାମ ପାଇଁ ନୁହେଁ ବରଂ ସଂସାରର କଲ୍ୟାଣ ପାଇଁ ଯୁଦ୍ଧ କରିବାକୁ ପଡ଼ିବ। ହେ ଅର୍ଜୁନ, ତୁମେ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟ। ସେଥିପାଇଁ ତୁମେ ଯେମିତି କରିବ ଠିକ୍ ସେହିପରି ତୁମର ସନ୍ତାନ ତଥା ଆଗାମୀ ପିଢ଼ିମାନେ କରିବେ। ଅର୍ଜୁନ, ତୁମେ ମୋତେ ଦେଖ, ମୁଁ ତ ଭଗବାନ ଅଟେ। ତେବେ ମୋତେ କୌଣସି କାମ କରିବା କ'ଣ ଦରକାର ଅଟେ? ପରନ୍ତୁ ମୁଁ ଏଥିପାଇଁ ମୋ କର୍ମ କରୁଛି, କାହିଁକି ନା ମନୁଷ୍ୟର ଆତ୍ମା ମୋର ଏକ ଛୋଟ ଅଂଶ ଅଟେ। ଆଉ ମୁଁ ଯେମିତି କରିବି ଠିକ୍ ମନୁଷ୍ୟ ସେମିତି କରିବେ, ଅନ୍ୟଥା ସମ୍ପୂର୍ଣ୍ଣ ସୃଷ୍ଟି ନଷ୍ଟ ହୋଇଯିବ। ଯଦି କେହି ବି ତୁମର ସହଯୋଗ କରିବ ନାହିଁ କିମ୍ବା ତୁମର ଆଲୋଚନା କରେ, ତେବେ ତୁମେ ତାଙ୍କୁ କିଛି ବି ନ କହି କେବଳ ନିଜର କର୍ମ କରିଚାଲ। ଆଉ ଏମିତି କରିବା ଦ୍ୱାରା କିଛି ସମୟ ପରେ ସେହି ମନୁଷ୍ୟ ମଧ୍ୟ ତୁମ ପରି କର୍ମ କରିବାକୁ ଲାଗିବ। ଶ୍ରୀକୃଷ୍ଣ କହୁଛନ୍ତି, ମୟି ସର୍ବାଣୀ କର୍ମାଣୀ ସନ୍ନ୍ୟାସ୍ୟାତ୍ମା ଚେତସା ନିରାଶୀ ନିର୍ମମମ୍ ଭୂତ୍ୟା ଯୁଦ୍ଧସ୍ୟ ବିଗତ ଜ୍ୱରଃ। ଅର୍ଥାତ୍ ତୁମର ସମସ୍ତ କର୍ମକୁ ମୋତେ ଅର୍ପଣ କରି ଆଉ ପରମାତ୍ମା ରୂପରେ ମୋତେ ନିରନ୍ତର ଧ୍ୟାନ କରି କାମନା ଆଉ ସ୍ୱାର୍ଥକୁ ତ୍ୟାଗ କରି ନିଜର ମାନସିକ ଦୁଃଖକୁ ତ୍ୟାଗ କରି ଯୁଦ୍ଧ କରି ଚାଲ। ଯେଉଁ ବ୍ୟକ୍ତି ଏହା ଭାବିଥାଏ ଯେ ସେ କର୍ମ ହିଁ ନିଜେ କରୁଛି, ତେବେ ତାଠାରୁ ମୂର୍ଖ ଆଉ ଦୁଃଖୀ ଏ ଦୁନିଆରେ କେହି ନାହାନ୍ତି। ଆଉ ଜ୍ଞାନୀ ଲୋକଙ୍କ ଦ୍ୱାରା ଏମିତି ମୂର୍ଖକୁ କେବେ ଜ୍ଞାନ ଦେବା ଉଚିତ ନୁହେଁ। ସେଥିପାଇଁ ହେ ଅର୍ଜୁନ, ତୁମେ ମଧ୍ୟ ନିଜକୁ ଏ କର୍ମ ବନ୍ଧନରେ ନ ବାନ୍ଧି ବିନା କୌଣସି ଆଶାରେ ବିନା କୌଣସି ପଶ୍ଚାତାପରେ ନିଜର କର୍ମ କରିଚାଲ। ନିଜର ଧର୍ମ ଆଉ କର୍ମ ଅନ୍ୟର ଧର୍ମ ଆଉ କର୍ମଠାରୁ ଅଧିକ ଉତ୍ତମ ହେବା ଆବଶ୍ୟକ। ହୋଇପାରେ ସେ ଧର୍ମ ଆଉ କର୍ମର ପାଳନ କରିବାରେ ଯେତେ ବି କମ୍ ହୋଇଥାଉ ପଛେ। ଅର୍ଜୁନ ପୁଣି ପଚାରୁଛନ୍ତି, ଯଦି ମନୁଷ୍ୟ ସେହି ପରମାତ୍ମାଙ୍କର ଅଂଶ ଅଟନ୍ତି, ତେବେ ତାହା ଦ୍ୱାରା ଭୁଲ କାହିଁକି ହୋଇଥାଏ ଆଉ ସେ ଖରାପ କାର୍ଯ୍ୟ କାହିଁକି କରିଥାଏ? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ମନୁଷ୍ୟର ଶରୀର ସର୍ବଦା ଭୋଗ ବିଳାସ କରିବାକୁ ଚାହିଁଥାଏ, କାହିଁକି ନା ତାର ପ୍ରକୃତି ଏମିତି ହିଁ ହୋଇଥାଏ। ସେଥିପାଇଁ ଯଦି ତାର ଇଚ୍ଛା ପୂରା ହୁଏ ନାହିଁ, ତେବେ ତାକୁ କ୍ରୋଧ ଆସିଥାଏ। ଆଉ ଯେଉଁ ପ୍ରକାରରେ ଧୂଆଁ ଯୋଗୁଁ ନିଆଁ ଦେଖାଯାଏ ନାହିଁ, ଠିକ୍ ସେହିପରି କାମ ଓ କ୍ରୋଧ କାରଣରୁ ମନୁଷ୍ୟକୁ ନିଜର ଧର୍ମ କର୍ମ ଏବଂ ପରମାତ୍ମା ଦେଖାଯାଆନ୍ତି ନାହିଁ। ଆଉ ଏହି କାରଣରୁ କ୍ରୋଧ ଓ କାମନାର ଉତ୍ପନ୍ନ ହୋଇ ମନୁଷ୍ୟ ନିଜର ଇନ୍ଦ୍ରିୟ ଓ ମନ ଉପରେ ନିୟନ୍ତ୍ରଣ ହରାଇ ଦେଇଥାଏ। ଆଉ ସିଏ ନ ଚାହିଁ ମଧ୍ୟ ଖରାପ କାର୍ଯ୍ୟ କରିଦେଇଥାଏ। ହେ ଅର୍ଜୁନ, ସବୁବେଳେ ଗୋଟିଏ କଥା ମନେ ରଖିଥିବ, ଶରୀର ଠାରୁ ଅଧିକ ଶକ୍ତିଶାଳୀ ଇନ୍ଦ୍ରିୟମାନେ ହୋଇଥାନ୍ତି। ଇନ୍ଦ୍ରିୟ ଠାରୁ ଅଧିକ ଶକ୍ତିଶାଳୀ ହେଉଛି ମନୁଷ୍ୟର ମନ। ଆଉ ମନଠାରୁ ଶକ୍ତିଶାଳୀ ବୁଦ୍ଧି ଅଟେ। ଆଉ ବୁଦ୍ଧିଠାରୁ ଅଧିକ ଶକ୍ତିଶାଳୀ ତୁମେ ଅଟ ଅର୍ଜୁନ, ଅର୍ଥାତ୍ ତୁମର ଆତ୍ମା। ସେଥିପାଇଁ ହେ ଅର୍ଜୁନ, ତୁମେ ତୁମର ଆତ୍ମା ଦ୍ୱାରା ତୁମର ବୁଦ୍ଧିକୁ ବଶରେ ରଖ। ତୁମର ବୁଦ୍ଧି ତୁମର ମନକୁ ବଶରେ ରଖିବ, ଆଉ ତୁମର ମନ ଇନ୍ଦ୍ରିୟ ଗୁଡ଼ିକୁ ବଶରେ ରଖିବେ, ଆଉ ଇନ୍ଦ୍ରିୟ ତୁମର ଶରୀରକୁ ଅର୍ଥାତ୍ ତୁମର କର୍ମକୁ। ଦର୍ଶକ ବନ୍ଧୁ, ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା କଥାକୁ ଆମେ ଆଜିର ଜୀବନ ହିସାବରେ ଯଦି ବୁଝିବା, ତେବେ ଦୁନିଆରେ ପରିଣାମ ଦୁଇଟି ମାର୍ଗରୁ ମିଳିଥାଏ। ତାହା ହେଉଛି ଜ୍ଞାନ ଏବଂ କର୍ମ, ଅର୍ଥାତ୍ ନଲେଜ ଆଉ ଆକ୍ସନ। କିନ୍ତୁ ବାସ୍ତବରେ ଏହି ଦୁଇଟି ଅଲଗା ଅଲଗା ଅଟେ। ଆଜିର ଦୁନିଆରେ ଆମେ ଦୁଇଟି ଯାକ ମାର୍ଗକୁ ପରସ୍ପର ମଧ୍ୟରେ ଯୋଡ଼ି ଦେଖିବା। ଆମ ପାଇଁ ଜ୍ଞାନ ଯେତିକି ଜରୁରୀ ଅଟେ, ସେତିକି କର୍ମ ମଧ୍ୟ ଜରୁରୀ ଅଟେ। ଜ୍ଞାନର ଅର୍ଥ ଏହା ନୁହେଁ ଯେ କୌଣସି ବିଦ୍ୟାର୍ଥୀ ପରୀକ୍ଷାରେ ପାସ୍ କରିବା ପାଇଁ ସିଲାବସ୍କୁ ରଖିଥାଏ। ଜ୍ଞାନର ପ୍ରକୃତ ଅର୍ଥ ହେଉଛି ଯେ ଆପଣ ପ୍ରଥମେ ଏହା ଜାଣନ୍ତୁ ଯେ ଆପଣଙ୍କର ଲକ୍ଷ୍ୟ କ'ଣ ଅଟେ, ଆପଣଙ୍କ କ୍ଷମତା, ଆପଣଙ୍କର ଯୋଗ୍ୟତା ଆଉ ଆପଣଙ୍କର ଦୁର୍ବଳତା କ'ଣ ଅଟେ। ଆଉ ଏସବୁ ମିଶାଇ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆପଣ କି ଯୋଜନା କରିଛନ୍ତି। ଏହା ହେଉଛି ଆପଣଙ୍କର ନଲେଜ ଅର୍ଥାତ୍ ଜ୍ଞାନ ଯୋଗ। ଏହାଛଡ଼ା ଆପଣଙ୍କୁ ଆଉ ଗୋଟିଏ କଥା ଜାଣିବାକୁ ପଡ଼ିବ ଯେ ଆପଣ ଏହି ଶରୀର ନୁହନ୍ତି, ଆପଣ ଏକ ଆତ୍ମା ଅଟନ୍ତି।
ଆପଣଙ୍କ ଆତ୍ମା ଅର୍ଥାତ୍ ଆପଣ ନିଜେ ନିଜର ବିଚାର, ନିଜର ଭାବନା ଆଉ ନିଜର କାର୍ଯ୍ୟକଳାପ ଠାରୁ ବହୁତ ଉପରେ ଅଛନ୍ତି। ଆଉ ଆପଣ ଏମିତି ଭାବି ଯଦି ଆପଣଙ୍କର କର୍ମ କରିବେ, ତେବେ ମୁଁ କଥା ଦେଉଛି ଯେ ଆପଣ 100% ଆପଣଙ୍କ ସମସ୍ୟା ଠାରୁ ବହୁତ ଉପରକୁ ଉଠିଯିବେ। ଏହାପରେ ଏହି ଅଧ୍ୟାୟରେ ଆଉ ଗୋଟିଏ ରାସ୍ତା ମଧ୍ୟ କୁହାଯାଇଛି। ତାହା ହେଲା କର୍ମଯୋଗ, ଅର୍ଥାତ୍ ଆପଣଙ୍କର ଆକ୍ସନ୍। କର୍ମ କରିବା ପାଇଁ ଭଗବାନ କହିଛନ୍ତି ଯେ ଆମକୁ କେବେ ଏହା ଭାବିବା ଉଚିତ ନୁହେଁ ଯେ କର୍ମ ଆମେ କରୁଛେ ବୋଲି। ଆଉ ଯେତେବେଳେ ଆମେ ଭାବିବା ଯେକୌଣସି କାର୍ଯ୍ୟର କର୍ତ୍ତା ଆମେ ନୁହେଁ ବୋଲି, ତେବେ ଏଥିରୁ ଆମକୁ ଦୁଇଟି ଫାଇଦା ମିଳିବ। ପ୍ରଥମତଃ, ଆପଣ ଆପଣଙ୍କର ପରିଶ୍ରମକୁ ନେଇ କେବେ ହେଲେ ଚିନ୍ତା କରିବେ ନାହିଁ। ଆଉ ଦ୍ୱିତୀୟତଃ, ଆପଣଙ୍କ ଭାବନାତ୍ମକ ରୂପରେ ସ୍ଥିର ହୋଇ ନିଜର ସର୍ବୋତ୍ତମ ପ୍ରୟାସ ଜାରି ରଖିବେ। ଏହା ସହିତ ଆପଣଙ୍କୁ କେବେ ବି ଆପଣଙ୍କର ଖରାପ କିମ୍ବା ଭଲ ପରିଣାମକୁ ନିଜ ଉପରକୁ ନେଇ ଦୁଃଖ କରିବା ଉଚିତ ନୁହେଁ। କାହିଁକି ନା ଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟ ଅନୁସାରେ ମନୁଷ୍ୟକୁ କେବଳ କର୍ମ କରିବାର ଅଧିକାର ଦିଆଯାଇଛି। ଏହାର ପରିଣାମ ଉପରେ ମନୁଷ୍ୟର କୌଣସି ବି ଅଧିକାର ନାହିଁ। ଏହାଛଡ଼ା ଆପଣ ଆପଣଙ୍କର କୌଣସି ଖରାପ ଅଭ୍ୟାସକୁ କେମିତି ଛାଡ଼ିପାରିବେ, ଏହା ମଧ୍ୟ ଶ୍ରୀମଦ୍ ଭଗବତ ଗୀତାରେ ବହୁତ ସରଳ ଭାଷାରେ କୁହାଯାଇଛି। ଆପଣ ଆପଣଙ୍କୁ କେବଳ ସେହି ପରମାତ୍ମାଙ୍କ ଏକ ଛୋଟ ସ୍ୱରୂପ ଅର୍ଥାତ୍ କେବଳ ଏକ ଆତ୍ମା ବୋଲି ଭାବନ୍ତୁ। ଆଉ ଆତ୍ମାର ଧ୍ୟାନ ଦ୍ୱାରା ନିଜର ମସ୍ତିଷ୍କ ଅର୍ଥାତ୍ ନିଜର ବିଚାରକୁ ଆଉ ନିଜ ବିଚାର ଦ୍ୱାରା ନିଜର ମନକୁ କାବୁରେ ରଖିବାକୁ ଚେଷ୍ଟା କରନ୍ତୁ। ଆଉ ଏହାପରେ ଆପଣଙ୍କର ମନ ଆପେ ଆପେ ସମସ୍ତ ଫିଜିକାଲ ସେନ୍ସ ଅର୍ଥାତ୍ ଇନ୍ଦ୍ରିୟକୁ ନିଜ କାବୁରେ ରଖିବ। ଆଉ ଯେତେବେଳେ ଆପଣଙ୍କର ଇନ୍ଦ୍ରିୟ ଆପଣଙ୍କ କାବୁରେ ରହିଯିବ, ତେବେ ଆପଣଙ୍କର କୌଣସି ଖରାପ ଅଭ୍ୟାସ କ'ଣ, ଯେକୌଣସି କାର୍ଯ୍ୟରେ ମଧ୍ୟ ଆପଣଙ୍କୁ କୌଣସି ହେଲେ ଅସୁବିଧା ହେବ ନାହିଁ। ବନ୍ଧୁଗଣ, ଆଶା କରୁଛୁ ଆପଣଙ୍କୁ ଶ୍ରୀମଦ୍ ଭାଗବତ ଗୀତାର 3ୟ ଅଧ୍ୟାୟର ଏହି ସରଳ ବ୍ୟାଖ୍ୟା ନିଶ୍ଚୟ ପସନ୍ଦ ଆସିଥିବ। ଆଉ ଏଥିରୁ ଆପଣଙ୍କୁ ବହୁତ କିଛି ଶିକ୍ଷାକୁ ମଧ୍ୟ ମିଳିଥିବ। ଆମର ଏହି ଜ୍ଞାନବର୍ଦ୍ଧକ କଥା ଆପଣଙ୍କୁ ପସନ୍ଦ ଆସୁଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସ ମାଧ୍ୟମରେ ଆପଣଙ୍କର ମତାମତ ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆଉ ଆମ ଭିଡ଼ିଓକୁ ଆପଣ କେଉଁ ଜିଲ୍ଲାରୁ ଦେଖୁଛନ୍ତି ତାହା ମଧ୍ୟ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆଉ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖିବାକୁ ଜମାରୁ ଭୁଲିବେନି।